अध्ययन परिदर्शन कार्यक्रम में ओडिशा आसीथिबा दिल्ली स्थित नेशनल डिफेन्स कॉलेज प्रशिक्षार्थी अधिकारीगण आज लोकसेवा भवन ठारे मुख्यमंत्री श्री मोहन चरण माझी को साक्षात करछन्ती। ଏହି ଅଧ୍ୟୟନ ପରିଦର୍ଶନ କାର୍ଯ୍ୟକ୍ରମରେ ଭାରତୀୟ ସଶସ୍ତ୍ର ବାହିନୀର ଅଧିକାରୀମାନଙ୍କ ସମେତ ଆର୍ମେନିଆ, ଭୁଟାନ, ଶ୍ରୀଲଙ୍କା, ମଙ୍ଗୋଲିଆ ଏବଂ ନେପାଳର ସେନାବାହିନୀ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ଦେଶର ଅର୍ଥ ହେଉଛି କେବଳ ଜାତୀୟ ସେବା। ଏହା ଆମର ପ୍ରତିବଦ୍ଧତା। ପ୍ରତ୍ୟେକ ସାମରିକ ଅଧିକାରୀଙ୍କ ଭାବାବେଗ ସହିତ ଆମର ଏହି ମନୋଭାବ ଗଭୀର ଭାବରେ ଜଡ଼ିତ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଥିଲେ। ଅପରେସନ ସିନ୍ଦୁର ସଫଳତା ଏବଂ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରି मुख्यमंत्री कहते जे ऑपरेशन सिंदूर समय आमर बाहिनी द्वारा देखा साहस और साहसिकता मु सलाम करुच्ची। यह ऑपरेशन आपणक श्रृंखला दृढ़ प्रतिबद्धता और निस्वार्थपर सेवार प्रमाण बोली मुख्यमंत्री कहते। ब्यूरो रिपोर्ट नारद न्यूज ओडिया।